ଆପଣ ମୁହଁରୁ ଦେଖିଲେ ଜାଣିପାରୁଥିବେ କେଉଁଠୁ ଆସିଛନ୍ତି ଆପଣ ଜାଣିପାରିବେ ମୟୂରଭଞ୍ଜରୁ ଆସିଛନ୍ତି ତାଙ୍କୁ ତୁମେ ଯାହା କୁହ ମୁହଁରେ କେବଳ ଗୋଟେ ସ୍ମିତ ହାସ୍ୟ ରହିବ। ତେଣୁ ଆମ ସହିତ ଭାଇନା ଅଛନ୍ତି। ସାର୍ ଆପଣଙ୍କୁ କେଉଁ ସରକାର ଭଲ ଲାଗେ ଯାହା ଆଗରୁ ସରକାର ଥିଲେ ନବୀନ ବାବୁ ନା ବର୍ତ୍ତମାନ ଯେଉଁ ମୋହନ ସରକାରରେ ଆପଣ ସନ୍ତୁଷ୍ଟ ଅଛନ୍ତି? ନା ଆମର ନବୀନ ବୁଢ଼ା ଯେଉଁ ଥିଲା ସିଏ ଭଲ। ନବୀନ ବୁଢ଼ା ଯାଉ ତାଙ୍କ ଭଲ ପାଇବାଟା ତାଙ୍କୁ ବୁଢ଼ାର ମାନ୍ୟତା ଦେଇଛି ଯେଉଁ ଭାଷାର ପ୍ରୟୋଗ କଲେ ବୁଢ଼ା ଏଇଟା ହେଉଛି ତାଙ୍କ ଭଲ ପାଇବାର ଶବ୍ଦ। ତେବେ ମୋହନ ବାବୁ କ'ଣ ଖରାପ କାମ କରୁଛନ୍ତି? ମାଝି ଲୋକ ସେ ତାଙ୍କର ତାର ଠିକା ନାହିଁ ତାର ରୀତିନୀତି ଠିକା। ମୋହନ ସରକାରଙ୍କୁ କୁହାଯାଉଛି ବ୍ୟକ୍ତିଗତ ମୋହନ ବାବୁଙ୍କୁ ନେଇ କୁହନ୍ତୁନି ଏଣ୍ଟାୟାର ମୋହନ ସରକାର ଏବଂ ତାଙ୍କ ଟିମ୍ ଯେଉଁମାନେ ମନ୍ତ୍ରିମଣ୍ଡଳରେ ବସିଛନ୍ତି ତାଙ୍କର ଡାହାଣ ହାତ ବାଁ ହାତ କାନ ଆଖି ହେଇକି ତାଙ୍କ ଆଗ ପଛରେ ବୁଲୁଛନ୍ତି ସେଇ ଟୋଟାଲ୍ ଟିମ୍କୁ କହିବା ଯେ ସେ ଟିମ୍ର କାର୍ଯ୍ୟରେ ଆପଣ କେତେ ପ୍ରଭାବିତ? ମୋହନ ମାଝି ଏବେ ପର୍ଯ୍ୟନ୍ତ ମୋର କାମ କିଛି କରିନାହିଁ ମୁଁ କହିପାରିବି ନାହିଁ। ଆପଣ ଘରଠାରୁ ତାଙ୍କ ଘର କେତେ ବାଟ? ଆମର 40-50 କିଲୋମିଟର ହେବ। ଆପଣ ଅଞ୍ଚଳକୁ ଯାଆନ୍ତି ସେପଟେ ଯାଇଛନ୍ତି ଆଗରୁ? ଯାଇଛି ଯେ ମୁଁ ଦେଖିନାହିଁ ତାଙ୍କ ଘରକୁ ଯାଇନାହିଁ। ଆପଣ ଓଭରାଲି କାମରେ ସନ୍ତୁଷ୍ଟ ନାହାନ୍ତି? ଆପଣ ଦେଖିପାରୁଥିବେ ଆମର ଉଦ୍ଦେଶ୍ୟ ଥିଲା ଯେ ଲୋକମାନଙ୍କର କେଉଁଭଳି ଭାବରେ ମନୋଭାବ ରହୁଛି ଆଜିର ସରକାର ଏବଂ ଗତ ସରକାର ଉପରେ। ତେବେ ଆଗକୁ ଯିବା ଏଠି ଜଣେ ସାର୍ ଅଛନ୍ତି। ସାର୍ ନମସ୍କାର। ନମସ୍କାର ଆଜ୍ଞା କେଉଁଠୁ ଆସିଲେ? ଆମର ତ ଏଇ ବାମ୍ଫି ସାହି ରାଜା ବଗିଚା ଘର ଆମର। କୁଆଡ଼େ ଯାଉଛ? ନା ଆମ ବସ୍ରେ ଜିନିଷ ପଠେଇବାକୁ ଆଇଛି। ପଠେଇ କ'ଣ ବୁଝିବ ବା? ଏଇ ସବୁ ଆମର ବିସ୍କୁଟ ଆଉ ଗୁଡ଼ାକୁ ପଠେଇବ? ନିଶ୍ଚିନ୍ତ କହିଲି। ସେଠି କିଏ ଅଛନ୍ତି? ଏଇଟା ଆମ ଶ୍ୱଶୁର ଘର। ଦେଖ ବୋହୂ ହବ ଏମିତିକା ବାହାଘର ପରେ ସ୍ୱାମୀକୁ ଧରି ବାପ ଘରକୁ ବାପାଙ୍କ ପାଇଁ କିଛି ଜିନିଷ ପଠାଇବା ପାଇଁ ଆଜି ବସ୍ଷ୍ଟାଣ୍ଡରେ କ'ଣ କ'ଣ ସବୁ ଆଇଟମ୍ ଯାଉଛି? ଏଇ ବିସ୍କୁଟ ସୁଗାର ଫ୍ରି ବିସ୍କୁଟ ଆଉ ଗୁଡ଼ାକୁ ହରିକା ତାଙ୍କର ସେ ଟିକେ ଭଲ ମିଳୁନି ତ। କଟକର ଫେମସ୍ ଗୁଡ଼ାକୁ ଅଛି ବାଲୁବଜାର। କ'ଣ କହିବେ ଆଜିର ସମୟରେ ମୋହନ ସରକାରର କାମ ଏବଂ ନବୀନ ସରକାରର କାମ ଭିତରେ କାହା କାମ ଆପଣଙ୍କର ହୃଦୟକୁ ଆନ୍ଦୋଳିତ କରୁଛି? ନା ମୋହନ ସାର୍ଙ୍କର ଆଜ୍ଞା ଭଲ। ହଁ ଭଲ ସରକାରଟା ଚେଞ୍ଜ ହେଲା ଭଲ ହେଲା ନା। 20 ବର୍ଷ ସରକାର ଥିଲା ଏବେ ଚେଞ୍ଜ ହେଲା। ହଁ 24 ବର୍ଷ ଏବେ ଚେଞ୍ଜ ହେଲା ଭଲ ହେଲା ନା ଆଜ୍ଞା ସରକାରଟା ଭଲ ମନକୁ ଛୁଉଁଛି। ହଁ କାର୍ଯ୍ୟ ସବୁ ଶୈଳୀ ଠିକ୍ ଅଛି। ହଁ ଆପଣଙ୍କୁ ସୁଭଦ୍ରା ଯୋଜନା ଟଙ୍କା ମିଳିଛି? ହଁ ମିଳିଛି 15,000 ଟଙ୍କା ମିଳିଛି। ମ୍ୟାଡ଼ାମ୍ ପଇସା ନେଇ କ'ଣ କଲ? ଆମେ ବେପାର କଲୁ ଆଉ ଶାଢ଼ୀ ବେପାର। ଶାଢ଼ୀ ଦୋକାନ ଅଛି ଏଇ ସ୍ୱୟଂ ସହାୟତା ଗୋଷ୍ଠୀ ଯେଉଁ ନାହିଁ ତାଙ୍କର ସେଇ ଗୋଷ୍ଠୀରେ ସେମାନେ ଶାଢ଼ୀ ଆଣିକି ବେପାର କରୁଛନ୍ତି ଆଉ। ମଙ୍ଗଳବାରରେ? ହଁ ମଙ୍ଗଳବାରରେ? ନାଇଁ ଆମର ସାହିରେ। ହଁ ସାହିରେ ଲୋକ ସବୁ ଆସିକି ନେଉଛନ୍ତି ଆଉ ଘରୁ। ରାଜା ବଗିଚା କହିଲେ ଏଇଟା ଟୋଟାଲ ଏପଟେ ଖାନନଗରିଆ ଏପଟେ ଅଧା ମାଡ଼ି ବସିଲେ ଇଏ ବାହାରିଲା ବେଳକୁ ରାଜା ବଗିଚା ମାଡ଼ି ବସିବେ କହିବେ ଆମ ଅଞ୍ଚଳରେ ଯାଉଛି ଆଉ ସେପଟେ ଯେତେବେଳେ ରାସ୍ତା ଉପରେ ଗାଡ଼ି ଯିବ ଶଙ୍କରପୁରିଆ ସେ କହିବେ ଆମର ଗାଁ ପଟେ ଗଲା ବସ୍। କିନ୍ତୁ ଗୋଟେ କଥା କଟକର ସେତେବେଳେ ଆପଣ ପ୍ରଶଂସା କଲେ ମୋହନ ବାବୁ ଠିକ୍ ଅଛି କିନ୍ତୁ ଲିଙ୍କ ରୋଡ଼ରୁ ଏ ପର୍ଯ୍ୟନ୍ତ ରାଜା ବଗିଚା ଯେଉଁ ରାସ୍ତାର ଅବସ୍ଥା ମରଣ ଯନ୍ତା ଆକୁ ନେଇ କ'ଣ କହିବେ? ରାସ୍ତାଟା ଭାରି ଖରାପ। ଭାରି ଖରାପ ନା ଅତ୍ୟଧିକ ଖରାପ? ନାଇଁ ଖରାପ ଅଛି ହାଉଲ ହାଉଲ ହବ। ଏଇ ଦଶହରାକୁ ହେଇଯିବ ସବୁ ରାସ୍ତା। ମାନେ କେବଳ କ'ଣ ବର୍ଷ ହୁଏ ତ ସେ ରାସ୍ତା ହବ ଫେର ଦଶହରାକୁ ଆଉ ଥରେ ରିପାରିଂ ହୁଏ। ଗୋଟେ କଥା ଓଡ଼ିଶାର ରାଜଧାନୀ ସିନା ଭୁବନେଶ୍ୱର କିନ୍ତୁ ଯେତିକ ବସ୍ ଠାରୁ ଆରମ୍ଭ କରି କମ୍ୟୁନିକେସନ୍ର ମୁଖ୍ୟ ମାଧ୍ୟମ କିମ୍ବା ହବ୍ ସବୁ ହେଲା କଟକ ହେଉଛି ମୁଖ୍ୟ। କଟକକୁ ଦୈନିକ ହଜାର ସଂଖ୍ୟାରେ ବସ୍ ଚଳାଚଳ କରୁଛି ମାନେ ହଜାର ସଂଖ୍ୟାରେ ଲୋକ ଯିବା ଯାତାୟାତ କରୁଛନ୍ତି କିନ୍ତୁ ଲିଙ୍କ ରୋଡ଼ ଠାରୁ ଯେତେବେଳେ ଆପଣ ଦେଖୁଛନ୍ତି ଏଇ ନୂଆ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଆର ରାସ୍ତାରେ ଆପଣଙ୍କ ହୃଦୟ ଦ୍ରବୀଭୂତ ହୁଏନି ଯେ ଏ ସରକାରକୁ ଆମେ ପ୍ରଶଂସା କରୁ? ହଁ ନାଇଁ ରାସ୍ତାଟା ଟିକେ ଖରାପ ଅଛି ଆଉ। କାର୍ଯ୍ୟକ୍ରମକୁ ଏମିତି ଜାରି ରଖିଲା ତ ଏମିତି ଗପୁଥିବା କିନ୍ତୁ ଗୋଟିଏ କଥା ଯେ ଏଇଭଳି ଭାବରେ ଯଦି କାର୍ଯ୍ୟକୁ ଜାରି ରଖାଯାଏ ତେବେ ଆଗାମୀ 2029ରେ ସରକାରଙ୍କ ଉପରେ ନିହାତି ଭାବରେ ପ୍ରଭାବ ରହିବ। ମାନେ ଲୋକମାନେ ଯେମିତି ବୁଝିପାରୁଥିବେ